ଆଉ ଏଇ ସୁନ୍ଦର ନ୍ୟାଚୁରାଲ ବ୍ୟୁଟିକୁ ଆପଣମାନେ ଦେଖନ୍ତୁ। ଧାନ ସହିତ ଆଉ ଏଇ ପାଖାପାଖି ସିନେରୀ ଆଉ ବହୁତ ସୁନ୍ଦର ଦେଖାଯାଉଅଛି। ଆପଣମାନେ ଦେଖିପାରୁଥିବେ, ଦେଖନ୍ତୁ। ଆଉ ସେପଟେ ରହିଅଛି ଆମର କଫି ଫାର୍ମ ରହିଅଛି। ସେଇ ଗଛ ଗୁଡ଼ାକ ଯେଉଁଟା ଦେଖାଯାଉଅଛି, ଜୁମ୍ କରି ଦେଖାଇ ଦେଉଛି ଆପଣମାନଙ୍କୁ। ଏଇଟା ହେଉଛି କଫି ଫାର୍ମ। ସେପଟେ ଆପଣମାନେ ଦେଖିପାରୁଥିବେ। ଆଉ ଏପଟେ ଏମିତି ଯେଉଁ ଆଗକୁ ଗଲେ ସେ ଶଙ୍ଖ ଦେଖାଯାଉଅଛି, ସେଇଟା ହେଉଛି ବଇନ ଶଙ୍ଖ। ତାପରେ ରହିଅଛି ଆମର କଲେଜ ମଧ୍ୟ ଦେଖାଯାଉଛି। ଆପଣମାନେ ଦେଖିପାରୁଥିବେ, ସେ ଜାଗା ହେଉଛି କଲେଜ, ଆମ୍ବେଦକର କଲେଜ। ଦେଖନ୍ତୁ ଏମିତି। ଆଉ ଏଇ ଦାରିଙ୍ଗବାଡ଼ି ସିନେରୀଟିକୁ ଆପଣମାନେ ଦେଖନ୍ତୁ, ବହୁତ ସୁନ୍ଦର ଲାଗୁଅଛି। ଦେଖନ୍ତୁ, ଏହା ହେଉଛି ପ୍ରଭୁଙ୍କର ସୃଷ୍ଟି। ଆଉ ପ୍ରଭୁ ଆମମାନଙ୍କୁ ଏହି ଜଗତରେ ରଖିଛନ୍ତି ତାହାଙ୍କୁ ଗୌରବ ପ୍ରଶଂସା କରିବା ସହିତ, ଆଉ ତାହାଙ୍କର ମହିମାନିତ କରିବା ପାଇଁ ଆମମାନଙ୍କୁ ଏହି ଜଗତରେ ରଖିଛନ୍ତି। ଆଉ ଦେଖନ୍ତୁ, ଆଉ ଏହି ସମସ୍ତ ବିଷୟକୁ ସେ ଆମମାନଙ୍କୁ ଏହି ପୃଥିବୀରେ ଆଉ ଦେଖିବା ପାଇଁ, ସୁନ୍ଦର ଉପଭୋଗ କରିବା ପାଇଁ ପ୍ରଭୁ ଆମମାନଙ୍କୁ ରଖିଛନ୍ତି। ଦେଖନ୍ତୁ, ଆଉ ଏଇ ଧାନ ବିଲ କେତେ ସୁନ୍ଦର ଲାଗୁଅଛି। କିନ୍ତୁ ମନୁଷ୍ୟ ସବୁବେଳେ ଭାବିଥାଏ, ଆଉ ମୁଁ ଏହା ନିଜେ କରିଅଛି, କିନ୍ତୁ ପ୍ରଭୁଙ୍କ ଆଶୀର୍ବାଦ ବିନା ଏହି ସମସ୍ତ ବିଷୟ ହୁଏ ନାହିଁ। ଯଦି ପ୍ରଭୁ ଚାହିଁବେନି, ତାହେଲେ ଏଇ ଧାନ ବିଲ ଆଉ କୌଣସି ପ୍ରକାର ଫସଲ ଆମେ ପାଇପାରିବା ନାହିଁ। ତ ଦେଖୁଛନ୍ତି, ଆଉ ବାତ୍ୟା ଦ୍ୱାରା ଆଉ ଏଇ ଧାନ ଗୁଡ଼ିକ ସବୁ ପଡ଼ିଯାଇଅଛି, ଏମିତି ନଷ୍ଟ ହୋଇଯାଇଅଛି। ଆପଣମାନେ ଦେଖିପାରୁଥିବେ। ଦେଖନ୍ତୁ, ତ ଏମିତି ବାତ୍ୟା ହେବା ଦ୍ୱାରା, ଝଡ଼ ବତାସ ହେବା ଦ୍ୱାରା ଅନେକ ଆଉ ଧାନ ନଷ୍ଟ ହୋଇଅଛି। ତ ଆପଣମାନେ ଦେଖିପାରୁଛନ୍ତି। ତା ସହିତ ଆଉ ସିନେରୀ ବା ଆମର ବ୍ୟୁଟିଫୁଲ୍ ଆଉ ସିନେରୀ ନ୍ୟାଚୁରାଲକୁ ଆପଣମାନେ ଦେଖୁଛନ୍ତି, ଆଉ କେତେ ସୁନ୍ଦର ଦେଖାଯାଉଅଛି। ତ ଏହିପରି ଆପଣମାନେ ଉପଭୋଗ କରନ୍ତୁ, ଯେତେଦିନ ପର୍ଯ୍ୟନ୍ତ ପ୍ରଭୁଙ୍କ ସହିତ ଆପଣମାନେ ଅଛନ୍ତି। ଆଉ ସମସ୍ତେ ଉପଭୋଗ କରନ୍ତୁ। ଆଉ ପ୍ରଭୁ ଆପଣମାନଙ୍କ ସହିତ ମଧ୍ୟ ରହିକି ଆଉ ଆପଣମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ, ସୁସ୍ଥ ସୁରକ୍ଷିତ ରଖନ୍ତୁ। ମୁଁ ଭାବୁଅଛି, ମୁଁ ଆଶା କରେ ଆପଣମାନେ ନିଶ୍ଚୟ ଭଲରେ ଥିବେ, ଆଉ ଭଲରେ ରହିକି ପ୍ରଭୁଙ୍କୁ ଧନ୍ୟବାଦ ଆଉ ଦେଉଛନ୍ତି। ଯଦି ଏହି ଭିଡ଼ିଓଟି ଭଲ ଲାଗିଲା, ତାହେଲେ ଆପଣମାନେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ କମେଣ୍ଟ ମଧ୍ୟ କରନ୍ତୁ। ଆଉ କେତେଜଣ ସବସ୍କ୍ରାଇବ୍ କରିକି ସେମାନେ ଆଉ ଛାଡ଼ିକି ସେମାନେ ଆଉ ଅନସବସ୍କ୍ରାଇବ୍ କରୁଛନ୍ତି। ତ ଯେଉଁମାନେ ଅନସବସ୍କ୍ରାଇବ୍ କରୁଛନ୍ତି, ଆପଣମାନେ ଆଉ ଭୁଲ କରୁଛନ୍ତି ଅନସବସ୍କ୍ରାଇବ୍ କରିକି। ଯେହେତୁ ମୁଁ ଏଇ ଚ୍ୟାନେଲରେ ଭୁଲ ଭିଡ଼ିଓ ଗୁଡ଼ିକୁ ମୁଁ ଅପଲୋଡ଼ କରିବା ପାଇଁ ମୁଁ ଆଉ ଏଇ ଚ୍ୟାନେଲକୁ ବନେଇନି। ତ ସେଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଆପଣମାନେ ଅନସବସ୍କ୍ରାଇବ୍ କରନ୍ତୁ ନାହିଁ, କାହିଁକିନା ପ୍ରଭୁ ଆମମାନଙ୍କ ସହିତ ଅଛନ୍ତି। ମୁଁ ପ୍ରଭୁଙ୍କର ବିଷୟ ସବୁ ଦେଖାଇବା ପାଇଁ ମୁଁ ଏହି ଚ୍ୟାନେଲକୁ ଆଉ ଆପଣମାନଙ୍କ ଆଗରେ ମୁଁ ରଖିବାକୁ ଚାହୁଁଅଛି। ଆଉ ଯାହା ମୁଁ କାର୍ଯ୍ୟ କରୁଅଛି, ତାହାକୁ ମୁଁ ଆପଣମାନଙ୍କ ଆଗରେ ମୁଁ ଦେଖାଇବାକୁ ଚାହୁଁଅଛି। ତ ସେଥିପାଇଁ ଆପଣମାନେ କେବେ ବି ଅନସବସ୍କ୍ରାଇବ୍ କରନ୍ତୁ ନାହିଁ, ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଦିନେ ଯେତେବେଳେ ଆପଣମାନଙ୍କ ଘରେ ଯଦି ସମସ୍ୟା ହୁଏ, ସେହି ସମୟରେ ଆପଣମାନେ ଏହି ଚ୍ୟାନେଲର ମାଧ୍ୟମରେ ଆପଣମାନେ କଣ୍ଟାକ୍ଟ କରିପାରିବେ। ସେଥିପାଇଁ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରେ, ଆଉ ରିକ୍ୱେଷ୍ଟ କରିକି ବର୍ତ୍ତମାନ ସପୋର୍ଟ କରିବା ପାଇଁ ମଧ୍ୟ ମୁଁ ଅନୁରୋଧ କରିବି। ଆପଣମାନେ ସମସ୍ତେ ସପୋର୍ଟ କରନ୍ତୁ। ଆଉ ଆପଣମାନଙ୍କ ସପୋର୍ଟ ବିନା ମୁଁ ୟୁଟ୍ୟୁବରେ ଆଉ କାମ କରି ଆଉ ପାରିବିନି, କାହିଁକିନା ବହୁତ ଲୋକ ଦେଖୁନାହାନ୍ତି। କାହିଁକିନା ଜଣଙ୍କର ଯଦି ଅସୁବିଧା ହେଉଅଛି, ତାହେଲେ ଆମମାନେ ସେଠାରେ ସାଥ ଦେବା ଦରକାର। ଆମେ କେବେ ବି ଭାବିବା ନାହିଁ ଏଇଟା ଭୁଲ ଜିନିଷ ବୋଲି। ମୁଁ
ଆଉ ଯେଉଁ ଜିନିଷ ପ୍ରେୟାର କରୁଅଛି ସେଇ ଜିନିଷ ମୁଁ ନିଜେ ଯାହା ପ୍ରେୟାର କରୁଅଛି ସେ ତାହାକୁ ମୁଁ ଅପଲୋଡ଼ କରୁଅଛି, କିନ୍ତୁ ଲୋକମାନେ କେବେ ବି ସେଇ ଭିଡ଼ିଓକୁ ଦେଖନ୍ତି ନାହିଁ ଆଉ ସ୍କିପ୍ କରିକି ପଳାନ୍ତି। ଲୋକମାନେ ଭାବୁଛନ୍ତି ନାଇଁ ଏଡ଼ିଟିଂ ହେଇଛି କ'ଣ ହେଇଛି ସେମିତି ଭାବିକି ସେମାନେ ଆଉ ସ୍କିପ୍ କରିକି ପଳାଉଛନ୍ତି, କିନ୍ତୁ ସେମିତି ଏଡ଼ିଟିଂ ବା ଏଆଇ ଭିଡ଼ିଓ ମୁଁ ବନାଉନି। ତ ଆପଣମାନେ ଭିଡ଼ିଓକୁ ଫୁଲ୍ ଦେଖନ୍ତୁ, ଯେହେତୁ ଆଗାମୀ ଦିନମାନଙ୍କରେ ଅନେକ ସମସ୍ୟା ଆସୁଅଛି। ମୁଣ୍ଡ ବୁଲା, ମୁଣ୍ଡ ଘୁରିବା, ପେଟର ବ୍ୟଥା ଯନ୍ତ୍ରଣା, ଶାରୀରିକ ବ୍ୟଥା ଯନ୍ତ୍ରଣା ଆସିବ, ତାପରେ ଶରୀରର ଶିରା ପ୍ରଶିରା ଟାଣି ହେବ। ତ ଏମିତି ଅନେକ ପ୍ରକାର ରୋଗ ଆସିବ, ପାଗଳ ହେବେ ଲୋକମାନେ, ନିଜର ମାଇଣ୍ଡକୁ କଣ୍ଟ୍ରୋଲ କରିପାରିବେନି, ଅଧିକ ଥଣ୍ଡା ହେବ, ଅଧିକ ଗରମ ହେବ, ରାତିରେ ନିଦ ହେବ ନାହିଁ, କ୍ୟାନ୍ସର, ଏମିତି ଅନେକ ପ୍ରକାର ରୋଗ ଆଗକୁ ଆସିବ। ସେଥିପାଇଁ ଆପଣମାନଙ୍କୁ ମୁଁ କହିବାକୁ ଚାହେଁ, ତ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଦିନେ ଆପଣଙ୍କ କାମରେ ଆସିବ। ଯଦି ଆପଣ ବି ଠିକ୍ରେ ଅଛନ୍ତି ତାହେଲେ ପରିବାରରେ କେହି ଜଣେ ଆଉ ଯଦି ଅସୁସ୍ଥ ଅଛନ୍ତି ତାହେଲେ ଆଉ ସେହି ସମୟରେ ମଧ୍ୟ ଆପଣମାନେ ଏଇ ଚ୍ୟାନେଲ ମାଧ୍ୟମରେ ଆପଣମାନେ କଣ୍ଟାକ୍ଟ କରିକି ଆଉ ଆସିପାରିବେ। ଆଉ ସେଥିପାଇଁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଅନୁରୋଧ କରେ, ସମସ୍ତେ ସବସ୍କ୍ରାଇବ୍ କରନ୍ତୁ। ଆଉ 1000 ପୁରିବା ପାଇଁ ମାତ୍ର 160 ହେଲେ ହେଇଯିବ। ତ ସେଥିପାଇଁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, 1000 କମ୍ପ୍ଲିଟ୍ କରନ୍ତୁ। ଆଉ 1000 କମ୍ପ୍ଲିଟ୍ କଲା ପରେ ଆଉ ଧୀରେ ଧୀରେ ଆଉ ଚ୍ୟାନେଲ୍ ବଢ଼ିବ, ତାପରେ ଅନେକ ଲୋକମାନେ ଜାଣିବେ ଯେ ଆରୋଗ୍ୟ କାର୍ଯ୍ୟ ହେଉଛି କହିକି ପ୍ରଭୁଙ୍କର ମହିମାନ୍ୱିତ ହେବ। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରେ, ଆଉ ରିକ୍ୱେଷ୍ଟ କରିକି ଆପଣମାନଙ୍କୁ ଅନୁରୋଧ କରେ, ଆଉ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ମନଜିତ୍ HPP ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ମଧ୍ୟ କରନ୍ତୁ। କମେଣ୍ଟ କେହି ମଧ୍ୟ କରୁନାହାନ୍ତି, କାହିଁକିନା କମେଣ୍ଟ କରିବା ଦ୍ୱାରା ଆଉ ଆମମାନଙ୍କର ମଧ୍ୟ ଆଉ ଜିଲ୍ ଏବଂ ସାହସର ସହିତ ଆମମାନେ ମଧ୍ୟ ଆଗକୁ ଆଉ କାର୍ଯ୍ୟ କରିବୁ। ଆଉ ଆପଣମାନେ କମେଣ୍ଟ ମାଧ୍ୟମରେ ଆଉ ଲେଖନ୍ତୁ, ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଆଉ ଦେଖନ୍ତୁ, ଯେମିତି ଆଉ ଆପଣମାନେ ସବୁ ବିଷୟକୁ ଜାଣିପାରିବେ, ବୁଝିପାରିବେ। ସେଥିପାଇଁ ଆପଣମାନେ ସମସ୍ତେ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଗୁଡ଼ିକ ଦେଖନ୍ତୁ, କାହିଁକିନା 2 ସେକେଣ୍ଡ 3 ସେକେଣ୍ଡ ଦେଖିକି ଆପଣମାନେ କାଟି ଦେଉଛନ୍ତି, ଯାହାରି ଫଳରେ ଆଉ ଜାଣିପାରୁନାହାନ୍ତି କିଏ କ'ଣ ହେଉଛି କ'ଣ ନାହିଁ। ତ ଭାବୁଥିବେ କିଏ କ'ଣ ହେଲେ ନହେଲେ ମୋର କ'ଣ ଯାଉଛି ବୋଲି ଆପଣମାନେ ଭାବୁଥିବେ, କିନ୍ତୁ ତାହା ଭାବିବା ଭୁଲ। କାହିଁକିନା ଆମେ ମନୁଷ୍ୟ, କାହିଁକିନା ଆମେ ଭଲରେ ଅଛୁ, କେବେ ତ ଆଉ ଖରାପରେ ଆମେ ରହିଥାଉ। ଆଉ କେତେ ଜଣ ଅଛନ୍ତି ସେମାନେ ଆଉ ବର୍ଷ ସଂଖ୍ୟା ମଧ୍ୟ ଆଉ ରୋଗରେ ପଡ଼ିକି ସେମାନେ ଅସୁସ୍ଥ ହେଇକି ରହୁଛନ୍ତି। ତ ସେହିପରି ଆଉ ଅନେକ ଲୋକମାନେ ଅଛନ୍ତି। ସେଥିପାଇଁ ଆପଣମାନେ ସେମାନଙ୍କୁ ମଧ୍ୟ ଜଣାନ୍ତୁ, ନାଇଁ ସେଇ ଜାଗାରେ ଆଉ ପ୍ରେୟାର ହେଉଛି କହିକି ମଧ୍ୟ ଆପଣମାନେ ଜଣାନ୍ତୁ। ଆଉ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରିବେ ଏବଂ ସୁରକ୍ଷିତ ଭାବରେ ରଖିବେ, ଆପଣଙ୍କ ଫ୍ୟାମିଲିକୁ ମଧ୍ୟ ଆଉ ସୁରକ୍ଷିତ ଭାବରେ ରଖିବେ। ତ ନିଶ୍ଚିତ ଭାବରେ ଭିଡ଼ିଓଟି ଭଲ ଲାଗିଥିବ। ତ ଏତିକି କହିକି ମୁଁ ରହୁଅଛି, ନମସ୍କାର।